ମାନେ ମୋତେ ବାଇକ୍ ସାରା ଏମାନେ ବୁଲେଇ ଆଜି କଲେଜକୁ ନେଇକି ଆସିଛନ୍ତି। ମୁଁ ଏପର୍ଯ୍ୟନ୍ତ ଖାଇବି ନାହିଁ। ଟାଇମ୍ ବର୍ତ୍ତମାନ 3:30 ବାଜିଲାଣି ମୋ ଘଣ୍ଟାରେ, ଆପଣଙ୍କର ଘଣ୍ଟାରେ ବି କେତେ ଆପଣ ଦେଖୁଛନ୍ତି ସେଇ ଅନୁସାରେ ବାଜିଥିବ। ତ ଯାହା ବି ହଉ ତୁମମାନେ କ୍ୟାଣ୍ଟିନ୍ରେ ଖାଇଲ, ତ ଖାଇବା କେମିତି କ'ଣ ଥିଲା? ଭଲ ଥିଲା। ଆଉ କଲେଜରେ ଯେତେବେଳେ ତୁମେ ବୁଲିଲ ଦେଖିଲ ପିଲାମାନେ ଅଛନ୍ତି କଲେଜରେ, ଅଛନ୍ତି ରେଗୁଲାର କ୍ଲାସ୍ ହେଉଛି, ତ ତୁମେ ଆଡ଼ମିସନ୍ କରିବ ନା ନାହିଁ? ତୁମ ସାଙ୍ଗମାନେ ଅଲରେଡ଼ି ଆଡ଼ମିସନ୍ କରିଛନ୍ତି, ସଚିନ କାହ୍ନା ଏସବୁ ପିଲା ଆଡ଼ମିସନ୍ କରିଛନ୍ତି, ଖୁସି ଅଛ ନା ନାହିଁ? ମାନେ ମୁଁ ରିଏଲ୍ ଲୋକ ନା ଫେକ୍ ଲୋକ? ବହୁତ ସାରା ପିଲା କୁହନ୍ତି କି ଆପଣ ସାର୍ ରିଏଲ୍ ଲୋକ ନୁହନ୍ତି, ଆପଣ ଏଡ଼ିଟିଂ କରିକି ଭିଡ଼ିଓ ପଠାଉଛନ୍ତି। ଏଇଟା ସତ ନା ମିଛ? ନା ସାର୍ ଆମ ଲାଗି ବହୁତ ସଫର ହେଇଛନ୍ତି ତ ସେଥିଲାଗି ସରି ସାର୍। ନାଇଁ ସେସବୁ ନାହିଁ। ମୋର କାମ ହେଉଛି ସ୍ପଷ୍ଟବାଦିତା, ପିଲାମାନଙ୍କୁ ସଠିକ୍ ବାଟ ଦେଖେଇବା, ପିଲାମାନେ ଅବାଟକୁ ଗଲେ ଆମେ ତାଙ୍କୁ ବାଟକୁ ଆଣିବା, ଏଇଟା ଆମ କାମ, କାହିଁକିନା ଆମେ ଟିଚର। ତ ଯାହା ବି ହଉ ଖୁସି ଲାଗିଲା କଲେଜର ପରିବେଶ, ମାନେ ପରିବେଶ ନିଟ୍ ଆଣ୍ଡ କ୍ଲିନ୍, ହଷ୍ଟେଲ ତମେ ସବୁ ରୁମ୍ ବୁଲିଛ, ହଷ୍ଟେଲ ସବୁ ନିଟ୍ ଆଣ୍ଡ କ୍ଲିନ୍, ଖୁସି ତ? ତ ଯାହା ବି ହଉ ପିଲାମାନେ ଆସିକି ଦୂରରୁ ଆଡ଼ମିସନ୍ କରିଛନ୍ତି। କେଉଁଠୁ ଆସିଛ? ରତ୍ନଗିରି, ମାନେ ଆମ ଯାଜପୁର ସାଇଡ଼୍ର ପିଲା ଆସିକି ଆଡ଼ମିସନ୍ କଲେ। ତ ଆପଣମାନେ ବି ଆସନ୍ତୁ, ଆଡ଼ମିସନ୍ କରନ୍ତୁ। କେଉଁ ବ୍ରାଞ୍ଚରେ ପୁଅ ଆଡ଼ମିସନ୍ କଲ? ମେକାନିକାଲ CSE ଆଡ଼ମିସନ୍ କଲେ, ତ ଖୁସି ଲାଗୁଛି। ଧନ୍ୟବାଦ।